ପୂର୍ବକଥିତ ମହାରାଜ ଖାରବେଳଙ୍କର ଇତିହାସର କିୟଦାଂଶ ବର୍ତ୍ତମାନ ଉପସ୍ଥାପନ କରିବାକୁ ଯାଉଛି। ଉଦୟଗିରିର ହାତୀଗୁମ୍ଫାରେ ଗୋଟିଏ ଦୀର୍ଘ ଖୋଦିତ ଲିପି ପାଲି ଭାଷାରେ ରହିଛି। ତହିଁରେ ଖାରବେଳଙ୍କ ରାଜତ୍ୱର ପ୍ରଥମ 13 ବର୍ଷର ଘଟଣା ବର୍ଣ୍ଣନା କରାଯାଇଛି। ସେହି ଶିଳାଲିପିରୁ ଜଣାଯାଏ ଯେ ପ୍ରଥମ ବର୍ଷରେ ଖାରବେଳ ନିଜ ରାଜଧାନୀ ମରାମତି କାର୍ଯ୍ୟ କରିଥିଲେ। ଦ୍ୱିତୀୟ ବର୍ଷରୁ ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ଦେଶ ଜୟ କରିବା ନିମନ୍ତେ ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ। ସେ ମୂଷିକ ଦେଶ ବା ମୋସଲ ଦେଶ, ଆନ୍ଧ୍ର ରାଜ୍ୟ, ପାଣ୍ଡ୍ୟ, ଭୋଜକ ଓ ରାଷ୍ଟ୍ରିକ ରାଜ୍ୟ ଜୟ କରି କୋଶଳ ଓ ତୋସଳ ରାଜ୍ୟ ସହିତ ଯୁକ୍ତ କରିଥିଲେ। ସେତେବେଳେ କଳିଙ୍ଗ ରାଜ୍ୟର ସୀମା ପଶ୍ଚିମରେ ଆରବ ସାଗର ବା ବର୍ତ୍ତମାନର ମୁମ୍ବାଇ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ସିନ୍ଧୁ ନଦୀର ପଶ୍ଚିମରେ ପ୍ରାଚୀନ ବଜିର ରାଜ୍ୟ ଥିଲା। ଖାରବେଳ ସେହି ରାଜାଙ୍କ ସହିତ ଯୁଦ୍ଧ କରି ବିଜୟୀ ହେଲେ ଏବଂ ତାଙ୍କ କନ୍ୟା ଧୂମିଙ୍କୁ ବିବାହ କରିଥିଲେ। ସମଗ୍ର ଭାରତ ବର୍ଷର ଏକଛତ୍ର ସମ୍ରାଟ ହେବା ଉଦ୍ଦେଶ୍ୟରେ ଖାରବେଳ ବିରାଟ ସୈନ୍ୟବାହିନୀ ଗଠନ କରିଥିଲେ। ଉତ୍ତର ପଶ୍ଚିମ ସୀମାନ୍ତ ରାଜ୍ୟଗୁଡ଼ିକୁ ଜୟ କରି ମଧ୍ୟ ଭାରତ ଦେଇ ପଞ୍ଜାବ ଆକ୍ରମଣ କଲେ। ସେହିପରି ଉତ୍ତର ପଥରେ ସମସ୍ତ ରାଜ୍ୟ ଜୟ କରିବା ପରେ ହିମାଳୟ ନିକଟରେ ଗଙ୍ଗା ନଦୀ କୂଳ ଦେଇ ପାଟଳୀପୁତ୍ର ନଗରକୁ ଅଗ୍ରସର ହେଲେ। ସେ ହାତୀମାନଙ୍କ ସାହାଯ୍ୟରେ ଗଙ୍ଗା ନଦୀ ପାର ହୋଇ ପାଟଳୀପୁତ୍ରକୁ ଅବରୋଧ କଲେ। ସେତେବେଳେ ପାଟଳୀପୁତ୍ର ମଗଧର ରାଜଧାନୀ ଥିଲା। ସେଠାରେ ପୁଷ୍ପମିତ୍ର ନାମକ ଜଣେ ରାଜା ରାଜୁତି କରୁଥିଲେ। ପୁଷ୍ପମିତ୍ରଙ୍କ ସହିତ ଖାରବେଳଙ୍କର ଘୋର ଯୁଦ୍ଧ ହେଲା। ଯୁଦ୍ଧରେ ଖାରବେଳ ବିଜୟୀ ହୋଇ ମଗଧରୁ ଅନେକ ଧନରତ୍ନ ଲାଭ କଲେ। ମହାପଦ୍ମନନ୍ଦ ଉତ୍କଳରୁ ନେଇଥିବା ଜିନ ପ୍ରତିମା ଖାରବେଳ ନିଜ ରାଜଧାନୀକୁ ଫେରାଇ ଆଣିଥିଲେ। ପୁଷ୍ପମିତ୍ରଙ୍କ ପରାଜୟ ପରେ ମଗଧ ପରିବର୍ତ୍ତରେ କଳିଙ୍ଗ ସାମ୍ରାଜ୍ୟ ଭାରତ ବର୍ଷ ମଧ୍ୟରେ ଆଧିପତ୍ୟ ବିସ୍ତାର କଲା। ଖାରବେଳଙ୍କ ଅଦମ୍ୟ ଶକ୍ତି ଓ ସାହସ ନିମନ୍ତେ ତାଙ୍କୁ ନେପୋଲିଅନଙ୍କ ସଙ୍ଗେ ତୁଳନା କରାଯାଏ। ଖାରବେଳଙ୍କ ସେନାବାହିନୀରେ ପଦାତିକ, ଅଶ୍ୱାରୋହୀ, ଗଜାରୋହୀ ଓ ରଥାରୋହୀ ସେନା ଥିଲେ। ଏହି ଚତୁରଙ୍ଗ ସୈନ୍ୟବାହିନୀ ବ୍ୟତୀତ ବିଶାଳ ନୌବାହିନୀଟିଏ ମଧ୍ୟ ଥିଲା। ବାଣିଜ୍ୟର ଉନ୍ନତି ପାଇଁ ସେ ପ୍ରତିଯୋଗୀ ଦ୍ରାମିଡ଼ ରାଷ୍ଟ୍ର ଚୋଳ, ପାଣ୍ଡ୍ୟ, ସତ୍ୟପୁତ୍ର, କେରଳପୁତ୍ର ଓ ତାମ୍ରପର୍ଣ୍ଣି ବା ସିଂହଳ ଆଦି ରାଜ୍ୟକୁ ପରାଜିତ କରିଥିଲେ। ପାଣ୍ଡ୍ୟ ରାଜା ନିଜେ କଳିଙ୍ଗ ନଗରୀକୁ ଆସି ଖାରବେଳଙ୍କ ଅଧୀନତା ସ୍ୱୀକାର କରିଥିଲେ ଏବଂ ଧନରତ୍ନ ଉପହାର ଦେଇଥିଲେ। ଖାରବେଳ କେବଳ କ୍ଷମତା ଅଭିଳାଷୀ ନଥିଲେ କି ଯୁଦ୍ଧ ପିପାସୁ ରାଜା ନଥିଲେ। ସେ ଅନେକ ଦେଶହିତକର କାର୍ଯ୍ୟ ଓ ଦାନ ଧର୍ମ କରି ମହନୀୟ ହୋଇଥିଲେ। ସେ ଶ୍ୱେତାମ୍ବର ଜୈନ ଧର୍ମାବଲମ୍ବୀ ରାଜା ହୋଇଥିଲେ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ତାଙ୍କର ଆଗ୍ରହ ଓ ଆସ୍ଥା ଥିଲା। ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ହିନ୍ଦୁ ଧର୍ମର ମତାନୁସାରେ ସେ ବ୍ରାହ୍ମଣମାନଙ୍କୁ ସାମ୍ରାଜ୍ୟ ବିଜୟ ଉପଲକ୍ଷେ ସୁବର୍ଣ୍ଣ ନିର୍ମିତ ବୃକ୍ଷ ଦାନ କରିଥିଲେ। କେତେକ ବ୍ରାହ୍ମଣଙ୍କୁ ଧନ ସମ୍ପତ୍ତି ଓ ଗ୍ରାମ ମଧ୍ୟ ପ୍ରଦାନ କରିଥିଲେ। ବିଦ୍ୟାଧର ଦାସ ନାମରେ ଅନେକ ଧର୍ମ ମନ୍ଦିର ଓ ମଠ ନିର୍ମାଣ କରିଥିଲେ। ମହାରାଜା ଖାରବେଳ ଭୂମିକର ନିମନ୍ତେ ସୁନା ଓ ଧାନ ଗ୍ରହଣ କରୁଥିଲେ। ସେ ସବୁ ତୋସଲା ଦୁର୍ଗ ନିକଟରେ ଗୋଟିଏ ସ୍ଥାନରେ ଗଚ୍ଛିତ କରି ରଖୁଥିଲେ। ସେହି ସ୍ଥାନକୁ ଧାନଘର ବା ଧାନଘରା ବୋଲି କୁହାଯାଏ। ଏପର୍ଯ୍ୟନ୍ତ ତାହା ରହିଛି। ମହାରାଜ ଖାରବେଳଙ୍କର ବହୁତ ସମ୍ପତ୍ତି ଥିଲା। ସେସବୁ ରଖିବା ପାଇଁ ତୋଷାଳୀରେ ଅନେକ ପ୍ରାସାଦ ନିର୍ମାଣ କରିଥିଲେ। ସେହି ପ୍ରାସାଦ ଗୁଡ଼ିକ ଅନେକ କାରୁକାର୍ଯ୍ୟରେ ପୂର୍ଣ୍ଣ ଥିଲା। କୋଶଳପାଟଣା ଇତିହାସରେ ଉଲ୍ଲେଖ ରହିଛି ଯେ ରାଜା ଖାରବେଳଙ୍କ ଦ୍ୱାରା ବୈଦ୍ୟନାଥଗଡ଼, ତେଲନଦୀ ମୁହାଣରେ ଅସୁରଗଡ଼, ସୁନପୁରଗଡ଼, ଧମାଗଡ଼, ହୁମାଗଡ଼, ପଶ୍ଚିମରେ ଜରାଗୁଡ଼ାଗଡ଼ ବା ଜରାସିଂହା, ବୁଢ଼ୀଗଡ଼, ଦକ୍ଷିଣରେ ନରାଜ ଓ ମଦନପୁରଗଡ଼, ପୂର୍ବରେ ଜାମୁଟଗଡ଼ ଏସବୁ ତିଆରି କରିଥିଲେ। ତୋଷାଳୀ ରାଜଧାନୀ ନିକଟରେ ସମରାଳୟ ସ୍ଥାପିତ ହୋଇଥିଲା। ପଦାତିକ ସୈନ୍ୟମାନେ ଯେଉଁ ସମରାଳୟରେ ବାସ କରୁଥିଲେ
ତାହାକୁ ଆଜିକାଲି ମଧ୍ୟ ପାଇକ ସମରା ବୋଲି କହି ଆସୁଛନ୍ତି। ସୈନ୍ୟତଳାରେ ତାଙ୍କର ଅନ୍ୟାନ୍ୟ ସୈନ୍ୟମାନେ ରହୁଥିଲେ। ଏହାକୁ ଆଧୁନିକ ନାମରେ ସଇଁତଳା ବୋଲି କହନ୍ତି। ଯେଉଁଠି ଯୁଦ୍ଧ ସାମଗ୍ରୀ ସବୁ ସୁରକ୍ଷିତ ହୋଇ ରଖିଥିଲେ ତାକୁ ଆଜିକାଲି ଝାରସମରା ବୋଲି କୁହାଯାଏ। ତୋଷଳା ରାଜଧାନୀ ମଧ୍ୟରେ ଗୋଟିଏ ଗମ୍ବୁଜ ନିର୍ମାଣ କରାଇଥିଲେ। ତହିଁରେ ତୋପ ରଖି ଶତ୍ରୁମାନଙ୍କୁ ବିନାଶ କରୁଥିଲେ। ତେଣୁ ଏହି ତୋଷଳା ବା ତୋଷରାକୁ ଗମ୍ବୁଜଗଡ଼ ବା ଗୁମାଗଡ଼ ବୋଲି ମଧ୍ୟ ଲୋକମାନେ କେହି କେହି କହନ୍ତି। ସେହି ଗମ୍ବୁଜର ଭଗ୍ନାଂଶ ଏପର୍ଯ୍ୟନ୍ତ ଏଠାରେ ରହିଛି। ତୋଷାଳୀ ଦୁର୍ଗ ନିକଟରେ ଭୁଆଁ ସୈନ୍ୟମାନେ ବାସ କରୁଥିଲେ। ସେହି ଗ୍ରାମକୁ ଭୁଆଁପଡ଼ା ବୋଲି କୁହାଯାଏ। ଏହିପରି ସମ୍ରାଟ ଖାରବେଳ ସମସ୍ତ ଭାରତବର୍ଷର ଏକଛତ୍ର ସମ୍ରାଟ ହୋଇ 30 ବର୍ଷ ପର୍ଯ୍ୟନ୍ତ ରାଜୁତି କରିଥିଲେ। ଜୀବନର ଅବଶିଷ୍ଟ ଅଂଶ ବାନପ୍ରସ୍ଥ ଧର୍ମ ଅବଲମ୍ବନ କରି ରାଣୀପୁର ଠାରେ ଶେଷ ଜୀବନ ତ୍ୟାଗ କରିଥିଲେ।